ఆకాశవాణి ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। PMVBRY ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକଲ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ PMVBRY ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 59,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92 ଲକ୍ଷ ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକଲ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। हर देश रिलायबल सप्लाई चेन चाहता है, हर देश स्टेबल पार्टनरशिप चाहता है, हर देश ऐसे साथियों की तलाश में है जिन पर लंबे समय तक भरोसा किया जा सके। और ऐसे समय में भारत विश्व में एक ट्रस्टेड पार्टनर के रूप में उभर रहा है। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ, ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚି ପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ପଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିସ୍ନା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି 12 साल के इस कालखंड में भारत का जीडीपी दोगुना हुआ है, एयरपोर्ट की संख्या दोगुनी हुई है, यूनिवर्सिटीज की संख्या भी दोगुनी हो गई है, हाईवे कंस्ट्रक्शन की स्पीड 3 गुना बढ़ गई है और मेट्रो नेटवर्क 4 गुना बड़ा हो गया है। आपण माने संवाद शुणुचंती आकाशवाणीरो। प्रधानमंत्री नरेंद्र मोदी तांकर द्विदेशीय गस्त अवसर में एक सफल तथा फलप्रद प्यारिस परिदर्शन शेष कर गतकाली भारत अभिमुखे यात्रा करछन्ते। सामाजिक गणमाध्यम पोस्टरे ए संपर्क में सूचना दे श्री मोदी भारत फ्रांस बंधुत्व आगामी दिन में अधिक सशक्त हेबो बोली आशा व्यक्त करछन्ते। से कहिसन्ते निष्ठारे भारत इनोवेट्स कार्यक्रम पर एवियन रे G7 सम्मिलनी एवं पर प्यारिस रे विवाटेक सम्मिलन में उद्बोधन देवा सहित बहु संख्यार गोष्ठीगत कार्यक्रम एवं स्थानीय अग्रणी शिल्पानुष्ठान गुड़िकर मुख्य कार्यनिर्वाही अधिकारी सहित मत विनिमय माध्यम दुई देश मध्य विभिन्न क्षेत्र में जारी रही सहयोग अधिक सुदृढ़ हो पारिबो। एथिलागि श्री मोदी राष्ट्रपति इमानुएल मैक्रोन, फ्रांस सरकार एवं सेठाकर देशवासी प्रति निजर कृतज्ञता जणाइछन्ते। ए संपर्क में सूचना दे वैदेशिक व्यापार मंत्रालय मुखपात्र रणधीर जयसवाल कहिसन्ते श्री मोदींकर एही सफल गस्त माध्यम भारत फ्रांस स्वतंत्र वैश्विक रणनीतिक भागीदारी को अधिक गति मिलवा सहित विभिन्न क्षेत्र में जारी रही सहयोग को आगे नेबा दिगरे थिबा प्रतिबद्धता अधिक सशक्त हो पारिबो। प्रधानमंत्री नरेंद्र मोदी फ्रांस गस्त परिप्रेक्षी में राष्ट्रपति इमानुएल मैक्रोन तांका उद्देश्य एक विदायकालीन वीडियो पोस्ट करछन्ते। एही गस्त लगी राष्ट्रपति मैक्रोन श्री मोदी को धन्यवाद देवा सहित एही गस्त को फलप्रद बोली अभिहित करछन्ते। एहा द्वारा दुई देशर बंधुत्व अधिक सशक्त होई पारिबो बोली से कहिसन्ते। आसंता फेब्रुआरी मासरे श्री मोदी को से साक्षात करिवे बोली श्री मैक्रोन आशा व्यक्त करछन्ते। प्रिय मित्र नरेंद्र, मुझे बहुत खुशी हुई आपका निस, एवियन और पेरिस मैं इसे साथ दौरे के लिए स्वागत करके फ्रांस और भारत की दोस्ती अमर रहे। प्रधानमंत्री नरेंद्र मोदी आसंताकाली प्रधानमंत्री किसान सम्मान निधि PM किसान योजनार 23तम किस्ती अर्थ प्रदान करिवे। आसंताकाली पश्चिमबंगर हुगुली जिल्लार तारकेश्वर आयोजित होबाकु थिबा एक स्वतंत्र समारोह में जोगदेई श्री मोदी एही अर्थराशि प्रदान करिवे बोली कृषि और कृषक कल्याण मंत्रालय पक्षरु सूचना दिया जायछि। मंत्रालय पक्षरु मिलिथिबा सूचना अनुसार देशव्यापी 9 कोटी 44 लक्षरु अधिक चाषी बैंक खाता को 18,880 कोटी टंका प्रत्यक्ष सुविधा हस्तांतर डीबीटी माध्यम प्रदान कराजिबो। सेथिमध्यरु 2 कोटी 18 लक्षरु अधिक महिला चाषी अंतर्भुक्त। 2019 फेब्रुआरी मासरे आरंभ होइतिबा एही योजना अधीन रे आसंताकाली प्रदान कराजेबाकु थिबा अर्थराशि को मिसाई आवंटित अर्थराशिर परिमाण 4,46,000 कोटी रु अधिक हेबो बोली मंत्रालय कहिछि। एही गस्त अवसर में पश्चिमबंग में केतक प्रमुख कृषि पदक्षेपर प्रधानमंत्री शुभारंभ करिबार कार्यसूची रहिछि। सेतिमध्ये प्रधानमंत्री फसल बीमा योजना और पुनः प्रस्तुत पाणीपाग आधारित फसल बीमा योजना आदि अंतर्भुक्त। FIH महिला हॉकी विश्वकप्र गतकालीर मैच रे भारत उरुग्वे को 3-2 गोल रे परास्त करिछि। एथिसहित भारत क्रमागत भावे तृतीय विजय हासिल करी पूल ए रो पॉइंट तालिकार सर्वोच्च स्थान रे रहिबा सहित सेमीफाइनाल पर्याय को अग्रसर हेउछि। आसंताकाली भारतीय दल चिली को भेटिबो। मुख्य संवाद गुड़िक पुणी थरे PMVBRY योजनार हिताधिकारी को आज नुआदिल्ली रे प्रोत्साहन राशि प्रदान करिवे प्रधानमंत्री।
ଆନ୍ତର୍ଜାତିକ ସିକଲ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।